କଳାହାଣ୍ଡି ବାସୀଙ୍କ ପାଇଁ ଦୁଃଖ ସାଜିଛି ବେଦାନ୍ତ। ଆଜ୍ଞା ଆମେ କହୁଛୁ ବେଦାନ୍ତ କାରଖାନାରୁ ଯେଉଁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଯେଉଁ ଆସ୍ପଣ୍ଡର ବିଷାକ୍ତ ବଳୟ ଭିତରେ ରହିଛି ଅନେକ ଅଞ୍ଚଳ, ଯେଉଁଟାକି ଆସ୍ପଣ୍ଡରୁ ଯେଉଁ ପାଉଁଶ ଅଛି ଆସ୍ ପାଉଁଶକୁ ନେବା ପାଇଁ ଅନେକ ହାଇୱା ଲାଇନ୍ରେ ଲାଗୁଛନ୍ତି। ଓଭରଲୋଡିଂ କରି ପୁରା ବିଭିନ୍ନ ଜାଗାକୁ ରପ୍ତାନି ହେଉଛି। ହେଲେ ସେହି ସବୁ ରପ୍ତାନିରେ ଯେଉଁ ଓଭରଲୋଡିଂ ହେବା ଦ୍ୱାରା ରାସ୍ତାରେ ପଡ଼ୁଛି ଏବଂ ଏକ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ଏହାଦ୍ୱାରା ଅନେକ ଦୁର୍ଘଟଣା ଘଟୁଛି, ଅନେକ ଲୋକଙ୍କ ଜୀବନ ଯାଉଛି। ହେଲେ ରାସ୍ତାରେ ଯେଉଁ ପାଉଁଶ ପଡ଼ୁଛି ତାହା ଯେତେବେଳେ ଗାଡ଼ିର ଚକ ମାଡ଼ି ଯାଉଛି ତାହା କୁହୁଡ଼ି ସଦୃଶ୍ୟ ଦେଖାଦେଉଛି ଏବଂ ଯେଉଁ ଚାଳକମାନେ ରାସ୍ତାକୁ ମଧ୍ୟ ଦେଖିପାରୁନାହାନ୍ତି ଏବଂ ଦୁର୍ଘଟଣା ଶିକାର ହେଉଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି ଯେଉଁଟାକି ଭବାନୀପାଟଣାରୁ ଜୁନାଗଡ଼କୁ ସଂଯୋଗ କରୁଥିବା ଯେଉଁ କୁଟୁରୁଖମାର ଗାଁ ନିକଟରେ, ଯେଉଁଠିକି ଆସ୍ ପାଉଁଶ ସେଇଠି ଅନେକ ଗୁଡ଼ିଏ ଆସ୍ ପାଉଁଶ ପଡ଼ିଥିଲା ଏବଂ ତା ଉପରେ ଯେତେବେଳେ ଚାରିଚକିଆ ଯାନ ଗଲା ଏକ ପୁରା ଧୂଳି ଧୂଆଁରେ ସମ୍ପୂର୍ଣ୍ଣ ଭରି ହୋଇଗଲା କୁହୁଡ଼ି ଭଳି, ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ, କିନ୍ତୁ କାରଟି ସମ୍ପୂର୍ଣ୍ଣ ଭାବରେ ଚୁରମାର ହୋଇଯାଇଛି। ଏହାକୁ ନେଇକି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି, ଯେଉଁଟାକି ଆସ୍ ଗାଡ଼ି ଗୁଡ଼ାକୁ ଅଟକ ରଖିକି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଯେଉଁଟାକି ପରିବହନ ବିଭାଗ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଛି ଏବଂ ଯେଉଁ ଆସ୍ ପାଉଁଶ ଗାଡ଼ି ସବୁ ଅଛି, ହାଇୱା ଗୁଡ଼ାକ ଅଛି, ତାହାର କାଗଜପତ୍ର ଯାଞ୍ଚ ପଡ଼ତାଲ କରୁଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖ ଶୁଣ ଚୁପ୍ ରୁହ ନୀତି ଅବଲମ୍ବନ କରୁଛନ୍ତି। ଏହାର ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ କୈଳାସ ସାହୁ, କଳାହାଣ୍ଡି ଲାଇଭ୍।